ଆମ ଜଗା ଭାରି ବଢ଼ିଆ। ଗବେଷକମାନଙ୍କ ମତ ଅନୁଯାୟୀ କବି ଜୟଦେବଙ୍କ ସମୟରେ ଗୀତଗୋବିନ୍ଦର ପ୍ରଚଳନ ହୋଇଥିଲା। ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଲାଗି ହେଲା। ଏହି ବେଶରେ ଠାକୁରମାନେ ଖଣ୍ଡୁଆ ପହରଣ, ତାରାବଳୀ ଖଣ୍ଡୁଆ, ଫୁଟା, ଶିରକପଡ଼ା, ସୂତାଲୁଗା ଇତ୍ୟାଦି ପାରମ୍ପରିକ ବସ୍ତ୍ରମାନ ପରିଧାନ କରିଥାନ୍ତି। ସୂଚନାଯୋଗ୍ୟ ଯେ ନୀଳ ଧଡ଼ିଯୁକ୍ତ ଧଳା ଶିରକପଡ଼ା ବଳଭଦ୍ରଙ୍କୁ, ହଳଦିଆ ରଙ୍ଗ ଧଡ଼ିର ଶିରକପଡ଼ା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ନାଲି ଧଡ଼ିଆ ଧଳା ଶିରକପଡ଼ା ମା ସୁଭଦ୍ରାଙ୍କୁ ଲାଗି ହୋଇଥାଏ। ଉକ୍ତ ବେଶରେ ଠାକୁରମାନେ ଲାଗି ହେଉଥିବା ବିଭିନ୍ନ ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା, ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ପା, ନାକୁଆସି, ଦୟଣା, ଅଧରମାଳ, ମକରକୁଣ୍ଡଳ, ଶ୍ରୀପୟର ମାଳା, ହୃଦୟ ପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ। ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାମୂର୍ତ୍ତି ଯଥା ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଦର୍ଶନଙ୍କ ମସ୍ତକରେ ଫୁଲ ଓ ତୁଳସୀର ନିମିତ୍ତ ଗଭା ଲାଗି ହୋଇଥାଏ। ଗଭା ଉପରେ ଚନ୍ଦ୍ରିକା ରହିଥାଏ। ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ କପାଳର ତିଳକ ଶୋଭା ପାଇଥାଏ। ଏତଦ୍‌ବ୍ୟତୀତ ଠାକୁରମାନଙ୍କ କପାଳ ଦେଶରେ ଯଥାକ୍ରମେ ବଳଭଦ୍ରଙ୍କର 10ଟି, ସୁଭଦ୍ରାଙ୍କର 8ଟି ଓ ଶ୍ରୀ ଜଗନ୍ନାଥଙ୍କର 12ଟି ଅଳକା ଲାଗି ହୁଏ। ନାସାରେ ଝୁମ୍ପା ଓ ଗୁଣା ତିନି ଠାକୁରଙ୍କୁ ଲାଗି କରାଯାଏ। ସେହିପରି ଶ୍ରୀବିଗ୍ରହମାନଙ୍କର ଗଳା ଦେଶରେ ଅଧରମାଳା ଲାଗି ହୁଏ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ କର୍ଣ୍ଣ ଦେଶରେ 2ଟି କରି ପୁଷ୍ପକୁଣ୍ଡଳ ଏବଂ ସୁଭଦ୍ରାଙ୍କ ଶିରରେ ଶ୍ରୀତଡ଼ପ ଲାଗି ହୁଏ। ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଭୁଜରେ 2ଟି ଲେଖାଏଁ କରପଲ୍ଲବ ଲାଗି କରାଯାଏ। ଠାକୁରଙ୍କ ନାଭି ଦେଶରେ ନଖ ତୁଳସୀ ଏବଂ ଭୁଜରୁ ପାଦଦେଶ ପର୍ଯ୍ୟନ୍ତ ପୁଷ୍ପହାର ଓ ଚୌସରା ମାଳରେ ଠାକୁରମାନେ ଭୂଷିତ ହୋଇଥାନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ୟତୀତ ଶ୍ରୀଦେବୀ ଓ ଭୂଦେବୀ ତୁଳସୀ ବିହୀନ ସୁବାସିତ ପୁଷ୍ପ ଓ ଖଣ୍ଡୁଆ ପାଟରେ ତଥା ମାଧବ ବିଗ୍ରହ ଗଭାରେ ତୁଳସୀ ଓ ହୃଦୟରେ ଫୁଲମାଳରେ ବେଶ ହୋଇଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟତଃ ତରାଟ, ଟଗର, ଚମ୍ପା, ଗେଣ୍ଡୁ, ମାଳତୀ, ଗୋଲାପ, ଜୁଇ, ମଲ୍ଲୀ, କୁସୁମ, କୁନ୍ଦ ପ୍ରଭୃତି ସୁଗନ୍ଧି ପୁଷ୍ପ ଓ ତୁଳସୀ ଦୟଣା, ରଙ୍ଗଣୀ, ନାନା ପ୍ରକାର ପୁଷ୍ପ ଅଳଙ୍କାର ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବରେ ନିର୍ମିତ ହୋଇଥାଏ। ଶ୍ରୀମନ୍ଦିରର 2 ମୁଖ୍ୟ ଉପବନରୁ ଏହି ଫୁଲ ଦୈନିକ ସଂଗୃହୀତ ହୋଇଥାଏ। ସ୍ୱତନ୍ତ୍ର ଶୈଳୀରେ ପୁଷ୍ପ ଶିଳ୍ପୀମାନଙ୍କ ଦ୍ୱାରା ଆବଶ୍ୟକୀୟ ଉପକରଣ ଯଥା କଦଳୀ ପଟୁକା, ଛୁଞ୍ଚି, ପଣସପତ୍ର, ସୂତା, ଛୁରୀ, ଭୋଗେଇ, ଡାଲା, ବେତା ଓ ଚାଙ୍ଗୁଡ଼ି ଇତ୍ୟାଦି ସାହାଯ୍ୟରେ ପୂର୍ବ ବର୍ଣ୍ଣିତ ପୁଷ୍ପ ଅଳଙ୍କାରଗୁଡ଼ିକ ଶ୍ରୀମନ୍ଦିରସ୍ଥ ନୀଳାଚଳ ଉପବନ, କୋଇଲି ବୈକୁଣ୍ଠ ଓ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ପାଦପଦ୍ମଠାରେ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସବୁ ପୁଷ୍ପ ଅଳଙ୍କାର ତଥା ମାଳ ଯୋଗାଇ ଦିଆଯାଇଥାଏ। ଏତଦ୍‌ବ୍ୟତୀତ ଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀଜଗନ୍ନାଥଙ୍କ ପାଇଁ ପୁଷ୍ପ ଅଳଙ୍କାର ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ପାଇଁ ଶ୍ରୀମନ୍ଦିରକୁ ଆସିଥାଏ। ଶ୍ରୀମନ୍ଦିରର ଖୁଣ୍ଟିଆ ସେବକମାନେ ମାଳ ଓ ଫୁଲର ପବିତ୍ରତାକୁ ବିଭିନ୍ନ ବେଶରେ ଲାଗି କରିବା ପାଇଁ ଫୁଲମାଳ, ତୁଳସୀ ଇତ୍ୟାଦି ପୁଷ୍ପାଳକ ସେବକମାନଙ୍କୁ ଦେଇଥାନ୍ତି। ବଡ଼ସିଂହାର ବେଶ ହେଉଛି ବିଶେଷ ମାନସିକତା, ଭାବାବସ୍ଥା ତଥା ପ୍ରକୃତିର ପ୍ରତିଫଳନ। ଜନଶ୍ରୁତି ଅନୁଯାୟୀ ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀ ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିବା ପରେ ଶୟନ କରୁଥିଲେ। ବାସ୍ତବିକ ବଡ଼ସିଂହାର ବେଶ ବୈଷ୍ଣବ କବି ମାନଙ୍କର ଅତ୍ୟନ୍ତ ପ୍ରିୟ। ସେଥିପାଇଁ ଶ୍ରୀ ପୁରୁଷୋତ୍ତମ ଗୀତାରେ ଉଲ୍ଲେଖ ହୋଇଛି, ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି।